ଦେଖନ୍ତୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ବା OSSC ର କମ୍ବାଇନ୍ଡ ଟେକ୍ନିକାଲ ସର୍ଭିସ୍ ରିକ୍ରୁଟମେଣ୍ଟ ଏକ୍ସାମିନେସନ୍ ରେଜଲ୍ଟ ପବ୍ଲିଶ ହେଇଛି। ସେଇ ରିଗାର୍ଡିଂ ଆମେ ଭିଡ଼ିଓଟିରେ ଆଲୋଚନା କରିବା। ତ ଦେଖନ୍ତୁ OSSC ର ଆପଣମାନଙ୍କର ଯୋଉ ପ୍ରିଲିମିନାରୀ ଏକ୍ସାମିନେସନ୍ ଯାଇଥିଲା, ଯାହାକି ଆପଣମାନଙ୍କର ଜୁନିୟର ମାଇନିଂ ଅଫିସର ବର୍ତ୍ତମାନ ରେଜଲ୍ଟ ପବ୍ଲିଶ ହେଇଛି। ଜୁନିୟର MVI ରୁ ଆସିନି, କିନ୍ତୁ ଜୁନିୟର ମାଇନିଂ ଅଫିସର ରେଜଲ୍ଟ ବର୍ତ୍ତମାନ ପବ୍ଲିଶ ହେଇଛି, ଯେଉଁଥିରେ ସର୍ବମୋଟ 859 ଜଣ କ୍ୟାଣ୍ଡିଡେଟ୍ ବର୍ତ୍ତମାନ ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ କ୍ୱାଲିଫାଇ କରିଛନ୍ତି। ଏଥିରେ ଆପଣମାନଙ୍କର କଟଅଫ୍ କେତେ ଯାଇଛି ସର୍ବପ୍ରଥମେ ଆପଣମାନେ ଦେଖି ନିଅନ୍ତୁ। ତ ଦେଖନ୍ତୁ ଆପଣମାନଙ୍କର କଟଅଫ୍ ଯାଇଛି ୟୁଆର୍ କ୍ୟାଟେଗୋରୀରେ କମ୍ କଟଅଫ୍ ଯାଇଛି, ଓନ୍ଲି 24 କଟଅଫ୍ ଯାଇଛି ଏବଂ SCBC ରେ ମାତ୍ର 16.75 କଟଅଫ୍ ଯାଇଛି। SC ରେ ମାତ୍ର 2+ କଟଅଫ୍ ଯାଇଛି, ST ରେ 1 ମାର୍କ କଟଅଫ୍ ଯାଇଛି, ESM ରେ 23 କଟଅଫ୍ ଯାଇଛି, PWD କ୍ୟାଟେଗୋରୀ ସେକେଣ୍ଡରେ 21 କଟଅଫ୍ ଏବଂ କ୍ୟାଟେଗୋରୀ 3 ରେ 22.5 କଟଅଫ୍। ତ ଏତିକି କଟଅଫ୍ ମାର୍କ ରଖି ବର୍ତ୍ତମାନ 859 ଜଣ ପିଲା କ୍ୱାଲିଫାଇ ହେଇଛନ୍ତି ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ, ଯେଉଁଥିରେ ଆପଣମାନଙ୍କର ଓଭରଅଲ୍ 196 ପୋଷ୍ଟ ଥିଲା। ପ୍ରାୟତଃ ଆପଣମାନଙ୍କର 900+ ପିଲା ପାଖାପାଖି ନିୟରଲି 1000 ପିଲା ସିଲେକ୍ସନ୍ ହବା କଥା। ଯେହେତୁ ପିଲାମାନେ ସେତିକି ମାର୍କ ରଖି ପାରିନାହାନ୍ତି, ତେଣୁ କିଛି ପିଲା ସିଲେକ୍ସନ୍ ହେଇନାହାନ୍ତି। ତ ସର୍ବମୋଟ ଏତିକି ମାର୍କରେ ବର୍ତ୍ତମାନ ସମୁଦାୟ ପିଲା ସିଲେକ୍ସନ୍ ହେଇଛନ୍ତି ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ, ଯାହାକି ଆଶା କରାଯାଉଥିଲା, ଯାହାକି ମୁଁ ଆପଣମାନଙ୍କୁ ଏକ୍ସପେକ୍ଟେଡ୍ କଟଅଫ୍ କହିଥିଲି ଯେ 80+ ଆପଣମାନଙ୍କର ସେଫ୍ ସ୍କୋର, ତା ତୁଳନାରେ ବହୁତ କମ୍ କଟଅଫ୍ ଆପଣମାନଙ୍କର ଯାଇଛି। ଓନ୍ଲି 24 ମାନେ ପାସ୍ ମାର୍କଠୁ ବି କମ୍ କଟଅଫ୍ ଆପଣମାନଙ୍କର ଯାଇଛି। ୟୁଆର୍ କ୍ୟାଟେଗୋରୀ ହଉ କି ଆପଣମାନଙ୍କର SCBC, SC କିମ୍ବା ST ସବୁଥିରେ ଆପଣମାନଙ୍କର କମ୍ କଟଅଫ୍ ଯାଇଛି। ତ ଓଭରଅଲ୍ ଏତିକି ପିଲା ସିଲେକ୍ସନ୍ ହେଇଛନ୍ତି। ତ ଦେଖନ୍ତୁ ଏଠି ତଳେ ଗୋଟେ ଆପଣମାନଙ୍କର ଜିନିଷ ଲେଖା ହେଇଛି, ୟୁଆର୍ କ୍ୟାଣ୍ଡିଡେଟ୍ ସର୍ଟଲିଷ୍ଟ ଟେକେନ୍ ୟୁଆର୍ ଓମେନ୍ ଭ୍ୟାକେନ୍ସି ଡ୍ୟୁ ଟୁ ନନ୍ ଆଭେବିଲିଟି ଅଫ୍ ଓମେନ୍ କ୍ୟାଣ୍ଡିଡେଟ୍। ଓମେନ୍ କ୍ୟାଣ୍ଡିଡେଟ୍ ନାହାନ୍ତି ବୋଲି ୟୁଆର୍ ମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କୁ ସୁଯୋଗ ଦିଆଯାଇଛି। ସେମିତି SCBC ଓମେନ୍, SCBC କ୍ୟାଣ୍ଡିଡେଟ୍ ସର୍ଟଲିଷ୍ଟ ଟେକେନ୍ SCBC ଓମେନ୍ କ୍ୟାଣ୍ଡିଡେଟ୍। ଭ୍ୟାକେନ୍ସି ଇଜ୍ ଡ୍ୟୁ ଟୁ ନନ୍ ଆଭେବିଲିଟି ଅଫ୍ ଓମେନ୍ କ୍ୟାଣ୍ଡିଡେଟ୍। ଓମେନ୍ କ୍ୟାଣ୍ଡିଡେଟ୍ ଯୋଉ କ୍ୟାଟେଗୋରୀରେ ନାହାନ୍ତି, ତାଙ୍କ ଜାଗାରେ ସେଇ କ୍ୟାଟେଗୋରୀର ମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କୁ ସିଲେକ୍ସନ୍ କରାଯାଇଛି। ସେମିତି SC ST ରେ ମଧ୍ୟ ସେୟା ଦେଖିବା ପାଇଁ ମିଳିଛି। ତ ବର୍ତ୍ତମାନ ରିସେଣ୍ଟଲି ଆପଣମାନଙ୍କର CGL ର ପ୍ରିଲିମିନାରୀ ଏକ୍ସାମିନେସନ୍ ଯାଇଛି, ତାର ଆନ୍ସର କି ଆଜି ପବ୍ଲିଶ ହେଇସାରିଛି। ତାର କଟଅଫ୍ ମଧ୍ୟ କମ୍ ଯିବାର ସମ୍ଭାବନା ରହିଛି। ତଥାପି ମୁଁ ଆପଣମାନଙ୍କୁ କହିଛି 100+ ଯୋଉମାନଙ୍କର ଅଛି ଏକ୍ସପେକ୍ଟେଡ୍ 100+ ଯୋଉମାନଙ୍କର ଆନ୍ସର କି ଦେଖିଲା ପରେ ହଉଛି, ସେମାନେ ନିର୍ଦ୍ୱନ୍ଦ୍ୱରେ ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ ପ୍ରିପାରେସନ୍ କରନ୍ତୁ। ତ ଡିଟେଲ୍ ଆନାଲାଇସିସ୍ ପରେ ହୁଏତ ଆପଣମାନଙ୍କର ଏଇ ଯୋଉ କଟଅଫ୍ ମାର୍କ ଆହୁରି ବହୁତ କମ୍ ଯାଇପାରେ, କିନ୍ତୁ ଓଭରଅଲ୍ ବର୍ତ୍ତମାନ ଆପଣମାନେ 100+ ଅଛି ତ ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ ପ୍ରିପାରେସନ୍ କରୁଥାନ୍ତୁ। କଟଅଫ୍ ଆହୁରି କମ୍ ଯିବାର ପସିବିଲିଟି ରହିଛି। ସେ ରିଗାର୍ଡିଂ ସବୁ ଅପଡେଟ୍ ଆସିବ, ଆଗକୁ ଆସିବ। ଡିଟେଲ୍ ଆନାଲିସିସ୍ ପରେ ପିଲାମାନଙ୍କଠୁ ଡାଟା ନେଲା ପରେ ଆପଣମାନଙ୍କର ମଧ୍ୟ ଡିଟେଲ୍ କଟଅଫ୍ ମାର୍କ ନେଇକି ମୁଁ ଆପଣମାନଙ୍କ ପାଇଁ ଆସିବି। ତ ବର୍ତ୍ତମାନ এটা ଆପଣମାନଙ୍କର ମାଇନିଂ ଅଫିସର ରେଜଲ୍ଟ, ଆଗକୁ ଆପଣମାନଙ୍କର MVI ର ରେଜଲ୍ଟ ମଧ୍ୟ ଆସିଯିବ। ତ ଏତିକି କଟଅଫ୍ ମାର୍କରେ ବର୍ତ୍ତମାନ ପିଲାମାନେ ମେନ୍ ରିଟେନ୍ ଏକ୍ସାମିନେସନ୍ ପାଇଁ ସିଲେକ୍ସନ୍ ହେଇଛନ୍ତି। ତ ବର୍ତ୍ତମାନ ଏତିକି ରହୁଛି ଅପଡେଟ୍। ଧନ୍ୟବାଦ।